ଛତର ଯାତ୍ରା ମା ମଣିକେଶ୍ୱରୀ ଭବାନୀପାଟଣା। ଛତର ଯାତ୍ରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ପ୍ରତିବର୍ଷ ଦଶହରା ମହାଳଜାମାବସ୍ୟାରେ ଆୟୋଜିତ ହୋଇଥିବା ପ୍ରସିଦ୍ଧ ଧାର୍ମିକ ଓ ସାମାଜିକ ଉତ୍ସବ ଅଟେ। ଏହା ମା ମଣିକେଶ୍ୱରୀଙ୍କ ପ୍ରଧାନ ବାର୍ଷିକ ଉତ୍ସବ। ମାଣିକେଶ୍ୱରୀଙ୍କ ଛତର ଛତା ଚାମରକୁ ବିଶେଷ ପୂଜା ପରେ ନେଇ ମଧ୍ୟରାତ୍ରିରେ ବାହାର କରାଯାଏ। ହଜାର ଭକ୍ତଗଣ ଡାକ, ଢୋଲ, ନିଶାନ, ଝାଳି, ପାଳା, ଲୋକନୃତ୍ୟ ସହ ମାଙ୍କୁ ସ୍ମରଣ କରି ଯାତ୍ରାରେ ଯୋଗ ଦେଇଥାନ୍ତି। ବଲି ପ୍ରଥା ପୂର୍ବରୁ ବ୍ୟାପକ ପଶୁବଲି ହୋଇଥିଲା, କିନ୍ତୁ ବର୍ତ୍ତମାନ ପ୍ରତୀକାତ୍ମକ ବଲି କୁମ୍ଡ଼ା, ନଡ଼ିଆ, କଦଳୀ ଦିଆଯାଉଛି। ସାମୂହିକ ସଂସ୍କୃତି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ଛତିଶଗଡ଼ ଏବଂ ଆନ୍ଧ୍ରରୁ ମଧ୍ୟ ଭକ୍ତଗଣ ଯୋଗ ଦେଇଥାନ୍ତି। ମା ମଣିକେଶ୍ୱରୀଙ୍କୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା କରାଯାଏ। 18ତମ ଶତାବ୍ଦୀରୁ ଛତର ଯାତ୍ରାର ଆରମ୍ଭ ହୋଇଥିବା କୁହାଯାଏ। ଏହା ଶକ୍ତି ଉପାସନାର ପ୍ରମୁଖ ପ୍ରତୀକ ଏବଂ କଳାହାଣ୍ଡିର ସାମୁଦାୟିକ ସଂସ୍କୃତିର ପ୍ରତିବିମ୍ବ। ଛତର ଯାତ୍ରା ହେଉଛି ଭବାନୀପାଟଣାରେ ମା ମଣିକେଶ୍ୱରୀଙ୍କୁ ସ୍ମରଣ କରି ହଜାର ଭକ୍ତଙ୍କ ସାମୂହିକ ଉତ୍ସବ, ଯାହା କଳାହାଣ୍ଡିର ପରିଚୟ।